ନିଆରା ଢଙ୍ଗରେ ବିଦ୍ୟୁତଲତା ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦରଡିପାଳ ହରି ଜନାର୍ଦ୍ଦନ ପରିବାର ପକ୍ଷରୁ ନିଆରା ଢଙ୍ଗରେ ବିଦ୍ୟୁତଲତା ଦେବୀଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଅଛି। ବିଦ୍ୟୁତଲତା ଦେବୀ ଥିଲେ ଜଣେ ଧର୍ମପରାୟଣ ମହିଳା, ନିଷ୍ଠଭାଷୀ, ପରକୁ ଆପଣାର କରିପାରୁଥିବା ମମତା ମା। କରୋନା ମହାମାରୀ ସମୟରେ ଆକସ୍ମିକ ଦେହାନ୍ତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ଦେଖୁ ଦେଖୁ 4 ବର୍ଷ ବିତି ଯାଇଥିଲା, କିନ୍ତୁ ଏବେ ବି ବିଦ୍ୟୁତଲତା ଦେବୀଙ୍କ ସ୍ମୃତି ଆଖି ଆଗରେ ଖାଲି ନାଚି ଉଠୁଛି। ପଡ଼ୋଶୀଙ୍କ ଠାରୁ ଦୂର ସମ୍ପର୍କୀୟମାନେ ଏବେ ବି ଝୁରି ହେଉଛନ୍ତି। ସର୍ବଦା ଅସହାୟ, ଦୁଃଖୀ ଓ ନିରାଶ୍ରୟ ଲୋକର ସାହାରା ବନି ଯାଉଥିଲେ ବିଦ୍ୟୁତଲତା ଦେବୀ। ଆଜି ତାଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ 50 ଜଣରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମମାନଙ୍କୁ ସମ୍ବର୍ଦ୍ଧନା ସହିତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଡାକ୍ତର ଦେବପ୍ରସାଦ ସାମଲଙ୍କ ପୌରୋହିତ୍ୟ ଓ ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ହୋଇଥିବା ସଭାରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ବରିଷ୍ଠ ରାଜନୈତିକ ସମୀକ୍ଷକ ଶ୍ରୀରାମ ଦାସ, କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବରାଳ, ସତୀର୍ଥ ସାହିତ୍ୟ ଅନୁଷ୍ଠାନ ସଭାପତି ଅମର ପ୍ରସାଦ ରାଉତ, ସମ୍ପାଦକ ମନ୍ମଥ ନାଥ ବରାଳ, ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶିନୀ ତରାଇ, ବ୍ରାହ୍ମଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଗୌରୀ କୁମାର ସାମଲ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଭାକର ରାଉତ, ଶିକ୍ଷାବିତ୍ ପାର୍ଥ ସାରଥୀ ଦାସ, କବି ସଚିତ୍ର କୁମାର ବେହୁରା, କଥାକାର ପ୍ରଦୀପ ନାୟକ, ଦରଡିପାଳ ସରପଞ୍ଚ ଦେବବ୍ରତ ନାୟକ, ସମିତି ସଭ୍ୟ ନିରଞ୍ଜନ ପାରିକ ପ୍ରମୁଖ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ସଙ୍ଗୀତଜ୍ଞ ସୁଧାଂଶୁ ଦାସ ପାରମ୍ପରିକ ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଖିଳ ଚନ୍ଦ୍ର ବିଶ୍ୱାଳ, ସୁଶୀଲ ଚନ୍ଦ୍ର ବିଶ୍ୱାଳ, ସୁନୀଲ ଚନ୍ଦ୍ର ବିଶ୍ୱାଳ, ରଞ୍ଜନ ବିଶ୍ୱାଳ, ସୁବ୍ରତ ବିଶ୍ୱାଳ, ଦେବାଶିଷ ବିଶ୍ୱାଳ, କ୍ଷୀରାବତୀ ବିଶ୍ୱାଳ, ସୁଭାଶିଷ ବିଶ୍ୱାଳ ଓ ଅଭିଷେକ ବିଶ୍ୱାଳ ପରିଚାଳନା କରିଥିଲେ। ये परिवार सहित मोर सब संपर्क थाए। जे एक्सपायर कर विद्युतलता दास आज श्राद्धवार्षिक जार सी होती मोर मौसी हे। जाओ बहुत खुशी लगिला जाओ ये प्रत्येक वर्ष ये गोटे पालन कराऊँच श्राद्ध दिवस उपलक्षे भिन्नक्षम मानक शुखिला वस्त्र टू आरंभ कर किसी प्रोत्साहन राशि प्रदान करा जाउछि। बहुत खुशी लगुच जो भिन्नक्षम मानक निर्मल सारंकर विद्युतलता मैडम जो योजना रही बहुत खुशी और आनंदर कथा। और आम अंचलवासी यही जो मैंने भिन्नक्षम अच्छा समस्त एटा गोटे आनंदर वार्ता पहुँचे आम अंचलवासी। ब्राह्मणी महाविद्यालय प्राक्तन अध्यक्ष प्रोफेसर निर्मल चंद्र विश्वाल धर्मपत्री दिवंगता विद्युतलता देवी आज चतुर्थ श्राद्ध वार्षिकी परिवार पक्षर आमर जो से समय महामारी कोविड समय जो महाप्रयाण होता से अभूतपूर्व क्षति समय समस्ते चिंता करी विद्युतलता देवी स्मृति परिषद गोटे गठन होता। तार आनुकूल्य प्रतिवर्ष भिन्न माने भूरिभोजन सहित भिन्नक्षम मानक संबर्धना दिजार कार्यक्रम रही। चलित वर्ष पाखापाखि 70-80 जन को संबर्धित कराई योजना होती से ये जो होती से गोटे वार्ता देवाई चाहूँ जे डिसेबल जो मैंने शारीरिक अक्षम से को प्रोत्साहन सब मिलवा उचित। यह ही ये परिषदर उद्देश्य तथा लक्ष्य। आज दिवंगता विद्युतलता देवी चतुर्थ श्राद्ध वार्षिक एवं विद्युतलता देवी जो परिचय आज आम अनेक लोक एकाठी कर मूल प्राध्यापक तथा अवसरप्राप्त अध्यापक अध्यक्ष श्रीयुक्त निर्मल चंद्र विश्वाल अवदान अच्छी जेहेतु धर्मपत्नी थे एवं ये अंचल जड़े सुगृहिणी भाव जड़े अतिथि परायणा महिला भाव बहु भाव आम समस्त जाचु एवं तांकर स्मृति उद्देश्य आज जो जो कार्यक्रम सब है से निश्चय स्पष्ट होउछि जे विद्युतलता देवी किपरि थिले एवं साधारण मनुष्य को स्नेह करवा आदर करवा एवं गरीब असहाय लोक मानक साहाय्य करवा जीवन काल जहाँ थिला एवं चतुर्थ वार्षिक श्राद्ध अवसर में से कार्यक्रम जारी रही जाऊँगी ये अंचल समस्त मन रखिए। विद्युतलता देवी हूँ स्वामी हतभाग्य स्वामी कहले अत्युक्ति हम ना 4 वर्ष हो गला से यम त्याग कर 65 मात्र 65 वर्ष बयस ये अत्यंत जड़े धर्मप्राण महिला अति यथार्थवादी दिव्य जीवन संघर सद्गुरु स्वामी चिदानंद सरस्वती दीक्षित से प्रकृत
ତେଣୁ ମହିଳା ଏଇଥିପାଇଁ ଯେ ପ୍ରକୃତରେ ଅନ୍ୟର ପେଟ ଭୋକକୁ ବୁଝୁଥିଲେ। ଅତି ଦରିଦ୍ର ଦିନ ଦରିଦ୍ର ଲୋକଙ୍କର ପ୍ରତିଦିନ ସେ ସେବା କରି ଅସୀମ ଆନନ୍ଦ ଉପଭୋଗ କରୁଥିଲେ ଏବଂ ତାଙ୍କର ତିରୋଧାନରେ ଆମ ଅଞ୍ଚଳ ସୁଖାଭିତ ହୋଇପାରିଥିଲା। ଏବେ ବି ଦେବୀ ରୂପରେ ତାଙ୍କୁ ପ୍ରାୟ ପୂଜା କରାଯାଉଛି। ପ୍ରତିବର୍ଷ ତାଙ୍କର ଆମର ଅନନ୍ତ ବ୍ରତ ଦିନ, ପବିତ୍ର ଅନନ୍ତ ବ୍ରତ ଦିନ ସେ ଇହଧାମ ତ୍ୟାଗ କରିଥିଲେ ଏବଂ ସେଇଦିନ ଠାରୁ 4 ବର୍ଷ ହୋଇଗଲା ଆମର ତାଙ୍କର ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ପ୍ରାୟ 100 ଜଣ ଭିନ୍ନକ୍ଷମକୁ 2000 ଟଙ୍କା ଲେଖାର ଉପହାର ଦିଆହେଉଛି ଏବଂ ପ୍ରାୟ ପ୍ରତିବର୍ଷ 1000 ଖଣ୍ଡ ଲୋକେ ଏଠି ଆତିଥ୍ୟ ଗ୍ରହଣ କରନ୍ତି ଏବଂ ତାଙ୍କ ଉଦ୍ଦେଶ୍ୟରେ ଆମେ ଦରିଦ୍ର ନାରାୟଣ ସେବା ମଧ୍ୟ ବିଭିନ୍ନ ଅନୁଷ୍ଠାନରେ ଆମର ବିକଳାଙ୍ଗ, ଆମର ପୁରୀର ଯେଉଁ ଆମର ଚିଦାନନ୍ଦ ତପୋବନ, ଅନ୍ୟାନ୍ୟ ଅର୍ଫାନ୍ ହୋମ୍, ଏଠି ସବୁ ମଧ୍ୟ ଆମେ ପ୍ରତିବର୍ଷ ତାଙ୍କ ପାଇଁ ସେବା ଦେଇଥାଉ। ଏଭଳି ଭାବରେ ଆମର 5 ଭାଇ ମଧ୍ୟ ବଡ଼ ଭାଇ ସ୍ୱର୍ଗାରୋହଣ କଲେଣି। ଆଉ 4 ଭାଇ ଡକ୍ଟର ଅଖିଳ ଚନ୍ଦ୍ର ବିଶ୍ୱାଳ ଯିଏକି ଗଭର୍ଣ୍ଣମେଣ୍ଟ ଟ୍ରେନିଂ କଲେଜରେ ଅଧ୍ୟକ୍ଷ ଥିଲେ। ତାପରେ ତା ତଳ ଭାଇ ଆମର ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ତରଡ଼ିପାଳରେ ସେ ଶିକ୍ଷକତା କରୁଥିଲେ। ସବା ସାନ ଭାଇ ବଲାଙ୍ଗୀର ଜିଲ୍ଲା ସ୍କୁଲରେ ଶିକ୍ଷକତା କରୁଥିଲେ ଏବଂ ସେ ନ୍ୟାସନାଲ୍ ରେଫରୀ ମଧ୍ୟ ଅଛନ୍ତି। ତେଣୁ ଶିକ୍ଷକତା ହେଉଛି ଆମ ବଂଶରେ ସମସ୍ତେ ଭାଇମାନେ ଶିକ୍ଷକତା କରନ୍ତି ଏବଂ 55-60 ଜଣ ପରିବାର ଏପର୍ଯ୍ୟନ୍ତ ଆମେ ଏକାଠି ଅଛୁ, ଯେଉଁଟାକି ସମଗ୍ର ଜିଲ୍ଲାରେ ଗୋଟେ ଆମକୁ ସମ୍ପୂର୍ଣ୍ଣ ଭାବରେ ବାରିଦିଏ ଆମ ପରିବାରକୁ ଏତେ 91 ପରିବାର 65 ଜଣଙ୍କୁ ନେଇକି ଆମର ହରି ଜନାର୍ଦ୍ଦନ ପରିବାର। ମୋର ସାନ୍ତ ଯିଏ ଥିଲେ ସେ ଜମିଦାର ଥିଲେ, ବାପା 1 ନମ୍ବର ୟୁନିୟନର ପ୍ରେସିଡେଣ୍ଟ ଥିଲେ ଏବଂ ଆମର ବଂଶ ହଉ 46 ବଂଶ। ଆମର ମଠବାଡ଼ି ଅଛି, ଚୌପାଡ଼ି ଥିଲା, ଏବେ ମଧ୍ୟ ଆମେ ସେ ଅଭିଜାତ୍ୟକୁ ବଜାଇ ରଖିଛୁ। ତେଣୁ ଏହି ଅବସରରେ ମୁଁ ସମସ୍ତ ବନ୍ଧୁମାନେ ଆଜି ଯେଉଁମାନେ ସବୁ ଆସିଛନ୍ତି ବହୁ ଦୂରଦୂରାନ୍ତରୁ କଟକ ଭୁବନେଶ୍ୱର ଆରମ୍ଭ କରି ବିଭିନ୍ନ ଆଡ଼ୁ ଯେଉଁମାନେ ଆସିଛନ୍ତି, ଆମର ଶ୍ରୀରାମ ଦାସ ଜଣେ ବରିଷ୍ଠ ସାମ୍ବାଦିକ, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସାମ୍ବାଦିକ ସହିତ ଅନ୍ୟାନ୍ୟ ବନ୍ଧୁମାନେ ଯେଉଁ ସାମ୍ବାଦିକମାନେ ଆସିଛନ୍ତି ମୁଁ ସେମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି ଏବଂ ଆପଣମାନଙ୍କୁ ମଧ୍ୟ ଉପସ୍ଥିତି ପାଇଁ ଆପଣମାନଙ୍କ ସହଯୋଗ ପାଇଁ ମୁଁ ଆପଣମାନଙ୍କୁ ଶୁଭକାମନା କରୁଛି। ସେ ମା ଆମର ଥିଲେ ଜଣେ ଅମାୟୀ ମଣିଷ, ସ୍ନେହୀ, ଶ୍ରଦ୍ଧା, ଭଲ ପାଇବା, ଦୁଃଖୀ ରଙ୍କି ଗରିବଙ୍କର ସେ ଥିଲେ ସେବାୟତ ଲୋକ, ଯିଏକି ମୋ ଗୁରୁ ନିର୍ମଳ ଚନ୍ଦ୍ର ବିଶ୍ୱାଳଙ୍କୁ ଯେ ପ୍ରଚ୍ଛଦ ପଟରେ ରହିକି ସହଯୋଗର ହାତ ବଢ଼େଇଥିଲେ। ସେ ହେଉଛନ୍ତି ବିଦ୍ୟୁତ୍ ପ୍ରଭା ଦେବୀ, ଯିଏ ଆଧ୍ୟାତ୍ମିକବାଦୀ, ଜଣେ ସଂସ୍କାର ସମ୍ପନ୍ନ ବ୍ୟକ୍ତି। ତାଙ୍କର ଆଜି 44ତମ ଶ୍ରାଦ୍ଧ ଦିବସରେ ମୁଁ ଏତିକି ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ତାଙ୍କର ଅମର ଆତ୍ମା ସଦ୍ଗତି ହେଉ। କେନ୍ଦ୍ରାପଡ଼ାରୁ ନଳେନ୍ଦ୍ର ଧଳଙ୍କ ରିପୋର୍ଟ, ଓଡ଼ିଆ ଟୁଡେ।